ପାଞ୍ଚ ବର୍ଷ ପାଇଁ ଭୋଟ ନେଇକି ଆମେ ସତ୍ତାରେ ବସିବୁ, ତାପରେ ଜନତାଙ୍କୁ ଭୁଲିଯିବୁ। ଏହା କି ପ୍ରକାର ଲୋକତନ୍ତ୍ରର ସଠିକ ଆତ୍ମା? ରାଜ୍ୟସଭାର ସାଂସଦ ରାଘବ ଚଡା ଏକ ସିଧା ପ୍ରଶ୍ନ ଏନେଇ ରାଜ୍ୟସଭାରେ ଉଠେଇଛନ୍ତି। ଯେପରି ଜନତା ଏମପି ଓ ଏମଏଲଏ ବାଛନ୍ତି, ସେହିପରି ତାଙ୍କୁ ବହିଷ୍କାର କରିବାର ଅଧିକାର କାହିଁକି ସେମାନଙ୍କ ପାଖେ ଦିଆଯାଉ ନାହିଁ? ଏହା ହେଉଛି ରାଇଟ୍ ଟୁ ରିକଲ୍, ଏକ ଏମିତି ବ୍ୟବସ୍ଥା ଯାହା ଜନପ୍ରତିନିଧିକୁ ସତର୍କ ରଖିବ, ଯେଉଁମାନେ ଅକ୍ରିୟତା ଓ ଅହଙ୍କାରକୁ ନିୟନ୍ତ୍ରଣ କରିବାର ସୁବିଧା ମଧ୍ୟ ଦେବ। ପ୍ରଶ୍ନ କିନ୍ତୁ ଏଇଠି ଉଠୁଛି, ନିର୍ବାଚନ ପରେ ଜନପ୍ରତିନିଧି ଜନତାଙ୍କର ଯଦି ଆଶାକୁ ଭାଙ୍ଗନ୍ତି, ଧୋକା ଦିଅନ୍ତି, 5 ବର୍ଷ ଧରି ଜନତା ଚୁପ୍ କାହିଁକି ରହିବେ? ଆମେରିକାର କେତେକ ରାଜ୍ୟରେ ରିକଲ୍ ବ୍ୟବସ୍ଥା ରହିଛି। ସୁଇଜରଲ୍ୟାଣ୍ଡରେ ମଧ୍ୟ ଜନମତକୁ ସର୍ବୋପରି ଭାବାଯାଏ। ତେବେ ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ର କହୁଥିବା ଭାରତରେ ଏହି ଅଧିକାର ଜନତାଙ୍କୁ କାହିଁକି ଦିଆଯାଉ ନାହିଁ? ବିରୋଧୀମାନେ କହୁଛନ୍ତି ଏହା ଆଗାମୀ ଦିନରେ ଅସ୍ଥିରତା ଆଣିବ, ରାଜନୈତିକ ଅସ୍ଥିରତା। କିନ୍ତୁ ଅସ୍ଥିରତାର ଭୟରେ ଜବାବଦେହିତାକୁ ଚାପିଦେବା କେତେ ଦୂର ଠିକ ରହିବ? ଲୋକତନ୍ତ୍ରର ଅର୍ଥ କେବଳ ଭୋଟ ଦେଇକି ଜୟଯୁକ୍ତ କରିବା ନୁହଁ। ଲୋକତନ୍ତ୍ରର ଅର୍ଥ ହେଉଛି ସତ୍ତା ଉପରେ ଜନତାଙ୍କର ନିରନ୍ତର ନିୟନ୍ତ୍ରଣ ରହିବା ଉଚିତ। ଆଜିର ସବୁଠୁ ବଡ଼ ଚର୍ଚ୍ଚା ହେଉଛି ଜନତାଙ୍କୁ ମିଳିବ କି ନିଜ ପ୍ରତିନିଧିଙ୍କୁ ମଧ୍ୟାବଧିରେ ମଧ୍ୟ ପରୀକ୍ଷା କରିବାର ଶକ୍ତି, ନା କି 5 ବର୍ଷ ପର୍ଯ୍ୟନ୍ତ ଚୁପ୍ ରହିବା ହିଁ ନିୟମ ରହିବ। ଏହା କେବଳ ରାଜନୀତି ନୁହଁ, ଏହା ହେଉଛି ଗୋଟିଏ ଗଣତନ୍ତ୍ର ବା ଲୋକତନ୍ତ୍ରର ଭବିଷ୍ୟତର ପ୍ରଶ୍ନ। ତେବେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କି ଜନତାଙ୍କର ଅଧିକାର ଗଣତନ୍ତ୍ରରେ ଭାରତ ବର୍ଷରେ ମିଳୁଛି କି ନାହିଁ ଓ ରାଇଟ୍ ଟୁ ରିକଲ୍ ଅଧିକାର ଜନତାଙ୍କୁ ମିଳୁଛି କି ନାହିଁ। ତେବେ ଆଜି ପାଇଁ ଏତିକି। ନମସ୍କାର।